ସୌଦାମିନୀ ଦିଦି ମ୍ୟାଟ୍ରନ୍ ବାଥରୁମ୍ ଯିବାକୁ ଏଲାଉ କରୁନାହାନ୍ତି। ଆମର ସର୍ଜରୀରେ ବାଥରୁମ୍ ନାହିଁ। ମୋତେ ଫିମେଲ୍ ମନା କରନ୍ତି, ମେଲ୍ ମନା କରନ୍ତି। ସେମିତି ସ୍ୱାର୍ଥପର। ଆଉ ମେଲ୍ ଡିପାର୍ଟମେଣ୍ଟରେ କୁସୁମ ଦିଦି ସିଏ ହେଉଛନ୍ତି ଇଡିୟଟ୍ ଷ୍ଟାଫ୍। ଆଉ ଡକ୍ଟର ଅମୂଲ୍ୟ ଦାସ ମୋତେ 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 ରେପ୍ କରିଥିଲେ, ତାପରେ ବାହାର କରିଦେଲେ। ସୌଦାମିନୀ ଦିଦିଙ୍କୁ ସେ ତାଙ୍କ ଅଣ୍ଡରରେ ରଖନ୍ତି ବୋଲିକି ମୋତେ ବାହାର କରିଦେଲେ। ଟର୍ଚର କିଏ କଲା? ମୋତେ ଏବେ ଟର୍ଚର ସୌଦାମିନୀ ଦିଦି କରିଛନ୍ତି। କ'ଣ କହିଲେ? ସୌଦାମିନୀ ଦିଦି କହିଲେ ତମେ ବାଥରୁମ୍ ଯିବ, ତୁ ବାଥରୁମ୍ କାହିଁକି ମେଲ୍ ୱାର୍ଡ ଯାଉଛୁ? ମୁଁ କହିଲି ଟ୍ରମାରେ ମୋତେ ସେ ବାଥରୁମ୍ ପସନ୍ଦ ନୁହେଁ, ମୁଁ ସେଥିପାଇଁ ସେଠିକି ଯାଏ, ନହେଲେ ଫିମେଲ୍କୁ ଯାଏ। ଏଠି ପେସେଣ୍ଟ ଭିଡ଼ ଥିଲେ ମୁଁ ମେଲ୍କୁ ଯାଏ, ଯଦି ପେସେଣ୍ଟ ଭିଡ଼ ନଥାଏ ତ ଫିମେଲ୍କୁ ଯାଏ। ଏଇ ଦୁଇଟାକୁ ମୁଁ ଟାର୍ଗେଟ୍ ରଖେ ହେଲା। କିନ୍ତୁ ସିଏ ମୋତେ ମନା କଲେ ତୁ ମେଲ୍ ୱାର୍ଡକୁ ଯାଇପାରିବୁ ନାହିଁ। ଆପଣ ଏ ବିଷୟରେ ଟିକେ ସିଡିଏମ୍କୁ ଜଣେଇଲେନି, ଏମିତି ଆତ୍ମହତ୍ୟା କଲା ଭଳି ଉଦ୍ୟମ କାହିଁ କଲେ? ମୁଁ ବହୁତ ଚେଷ୍ଟା କରିଥିଲି ନିଜକୁ କହିକି ସଲ୍ଭ କରିବି। ମୁଁ ବି ଚାହେଁନି କେହି ସଫର କରନ୍ତୁ, କିନ୍ତୁ ଏମାନେ ମୋତେ ଟର୍ଚର କଲେ। ମୋ ନାଁ ନିକୁଞ୍ଜ ବିହାରୀ ମଲ୍ଲିକ। ଆପଣଙ୍କ ସ୍ତ୍ରୀ ମୋ ସ୍ତ୍ରୀ କ'ଣ ଅଛନ୍ତି ଆଉ ବର୍ତ୍ତମାନ ଅବସ୍ଥା କ'ଣ? ସେ ଷ୍ଟାଫ୍ ନର୍ସ ସର୍ଜରୀ ଡିପାର୍ଟମେଣ୍ଟ DHH ଭଦ୍ରକ। ଆଚ୍ଛା, ଆଜି ହଠାତ୍ ମୁଁ ଶୁଣିଲି ଯେ ରେଲୱେ ଷ୍ଟେସନ ଫୋନ୍ ଆସିଲା 2 ନମ୍ବର ପ୍ଲାଟଫର୍ମରେ ଯେ ଏମିତି ପଡ଼ିଛନ୍ତି, ଆଉ ଏମିତି ଖଣ୍ଡିଆ ଖବର ହେଇପଡ଼ିଛି, ଆପଣ ଆସି ନିଅନ୍ତୁ। ତା ପୂର୍ବରୁ ମୁଁ ଶୁଣିଥିଲି ଯେ କ'ଣ 2ଟା ବେଳେ ଯେତେବେଳେ ଡ୍ୟୁଟି ଆସିଥିଲା, ମେଟ୍ରନ୍ ଅଫିସ୍ ଯାଇଥିଲା, ମେଟ୍ରନ୍ ତାକୁ କହିଲେ ଯେ ତୁ ବାଥରୁମ୍ ଉପରକୁ ଯାଇପାରିବୁନି ମେଲ୍ ରୁମ୍। ଆରେ ସର୍ଜରୀରେ ତ ବାଥରୁମ୍ ନାହିଁ, ତାହେଲେ ସେ ବାଥରୁମ୍ କ'ଣ ତଳେ ବାଥରୁମ୍ କରିବ କି? ମୋତେ ଗୋଟେ ଲେଡି ଷ୍ଟାଫ୍, ପୁରୁଷ ଯୋଗ ଜେଣ୍ଟସ୍ ବାହାରକୁ ପଳେଇ ପାରିବ, ତମେ କେଉଁ ଅଧିକାର କହୁଛ ଯେ ଉପରକୁ ଯାଇପାରିବନି? କେଉଁଥିପାଇଁ କହିବ? ତାହେଲେ ସେ ବାଥରୁମ୍ କେଉଁଠି ଯିବ? ତାହେଲେ ତୁମେ ଜାଣି ଶୁଣିକି ତାକୁ ଟର୍ଚର କଲ। ଏଇଟା ମୋତେ ଗୋଟେ ଜିନିଷ ଜାଣି ଶୁଣି ଟର୍ଚର କଲ। ଆଚ୍ଛା, ସେ ତ ଏଇଠି, ଆଉ କ'ଣ ସେ ବାଥରୁମ୍ ଯିବ କେଉଁଠି? ଶୌଚାଳୟ ଯିବ ନା ଚରମ୍ପା ଯିବ ନା ଭୁବନେଶ୍ୱର ଯାଇକି ବାଥରୁମ୍ କରିକି ଆସିବ? ଆଚ୍ଛା, ଯଦି ଗଲା ତାକୁ କହିଲେ ଯେ ତୁ ବାଥରୁମ୍ ମେଲ୍ ୱାର୍ଡ ଯାଇପାରିବୁନି। ଆଚ୍ଛା, ମେଲ୍ ୱାର୍ଡ ଯିବନି, ବାଥରୁମ୍ ଯିବନି, ତାହେଲେ ଜଣେ ଡ୍ୟୁଟି କରିବ କେମିତି? ତାକୁ ସେ ସମସ୍ତଙ୍କ ଷ୍ଟାଫ୍ ଆଗରେ କହିଲା, ତାକୁ ସେ ବାଧିଲା। ନାଇଁ, ଫଟୋ ଶୁଣନ୍ତୁ, ସେ ଫଟୋଟାକୁ ଇରିଟେଡ଼ ହେଉଛି। ଶୁଣନ୍ତୁ, ଗୋଟେ ଫଟୋକୁ ପର୍ଟିକୁଲାର ଗୋଟେ ଫଟୋକୁ ସେ ଇରିଟେଡ଼ ହେଉଛି। ତୁମେ ସେ ଫଟୋଟା ପଠାଉଛ କାହିଁକି? ସେ ସାର୍ ପଠାନ୍ତୁ କି ଷ୍ଟାଫ୍ ପଠାନ୍ତୁ, ଯିଏ ବି ପଠାନ୍ତୁ। ଆଚ୍ଛା, ଯଦି ପଠାଉଛ, ଯଦି ଠିକ୍ ଅଛି, ସେ ଫଟୋଟା ପଠାଉଛ, ଯଦି ସେ ଫଟୋ ଆଗରୁ ବେଶୀ ପଠାଉଥିଲେ, ଏବେ ଠିକ୍ ଅଛି, ଏବେ ଟିକେ କମିଗଲାନି, ସେଟା ଅଲଗା କଥା। ଆଚ୍ଛା, ସେ ଯାହା ହଉ, ତୁମେ ଜାଣୁଛ ସେ ଜିନିଷ, ଏଇ ଜିନିଷ କ'ଣ ଇରିଟେଡ଼ ହେଉଛି, ବାଥରୁମ୍ ନାହିଁ, ସେ ବାଥରୁମ୍ ଯିବ, ତୁମେ ତାକୁ ଆଜି ପର୍ଟିକୁଲାର କହିଲ ଯେ ନା ତୁ ବାଥରୁମ୍ ଯାଇପାରିବୁ ନାହିଁ, ଯଦି ଯିବୁ ତୋ ନାଁରେ CDM ନାଁରେ କମ୍ପ୍ଲେନ୍ କରିବି, ତୁ ମାନେ ମୁଣ୍ଡ ନଇଁକି ଚାଲିବୁ, କଥା ହେବୁ। ଆଚ୍ଛା, ଏଇଟା ଗୋଟେ ଟର୍ଚର ନୁହେଁ ତ ଆଉ କ'ଣ ହେଇପାରେ? ଏଇଟା ଗୋଟେ ଟର୍ଚର ନୁହେଁ ଆଉ କ'ଣ ହେଇପାରେ? ଆରେ ଅଡ଼ିଓ ଅଛି, ଅଡ଼ିଓ ରେକର୍ଡ ଆପଣ ନେଇପାରିବେ, ଅଡ଼ିଓ ରେକର୍ଡ ଅଛି। ହଁ, ବ୍ଲାକମେଲ୍ ହେଉଛି, 100% ବ୍ଲାକମେଲ୍ ହେଉଛି। ସେ ଷ୍ଟାଫ୍ ମାନଙ୍କ ଥର ହଉ କି ଡକ୍ଟର କଥା ତ ମୁଁ ଜାଣିନି, କି ଷ୍ଟାଫ୍ ମାନଙ୍କ ଥ୍ରୁରେ ହେଉଛି। ସେଇ ତାଙ୍କରି ଯେଉଁ କଲିଗ ଷ୍ଟାଫ୍ ମାନେ ଅଛନ୍ତି, ନିହାତି ଭାବରେ ହେଉଛନ୍ତି। ଗୋଟେ ଗ୍ରୁପ୍ ଜାଗା ବସି ଯାଉଛନ୍ତି, ବସି ଯାଇକି ହେଇ ଆସିଲା ସେ କିରିକିରି ହେଇ ଘଷୁଛନ୍ତି। ଆଚ୍ଛା, କିରିକିରି ହେଇ ଘଷୁଛନ୍ତି, ହେଇ ଆଇଲା, ହେଇଗଲା, ଏଇନା କହିବ ପଦେ, ଏଇ ଟାଇପ୍ର ତାକୁ ଗୋଟେ କହୁଛନ୍ତି। ସିଏ ଦେଖନ୍ତୁ, ଗୋଟେ ଜିନିଷ, ସିଏ ଧର ଗ୍ରୁପ୍ ଫଟୋକୁ ଜଣଙ୍କ ସହିତ ଫଟୋଟା ସେ ଭଲ ପାଉନି, ମୋତେ କର, ସେଇ ଫଟୋଟାକୁ ବାରମ୍ବାର ଛାଡ଼ୁଛନ୍ତି। ବୁଝିପାରିଲେ କି ନାହିଁ? ମୁଁ ଆଜ୍ଞା ଖବର ପାଇକି ଆଜି ଆର୍ଲି ମର୍ଣ୍ଣିଂ ପ୍ରାୟ 5:50ରେ ମୁଁ ଆସିକି ପହଞ୍ଚିଲି ହସ୍ପିଟାଲରେ। ସର୍ଜରୀ ୱାର୍ଡ଼କୁ ଗଲି, ସେ ଯିଏ ଇଞ୍ଜୋର୍ଡ଼ ଆମ ଦିଦି, ସେ ଦେଖିଲି ବର୍ନ ୟୁନିଟ୍ ଅଛନ୍ତି। ତାଙ୍କର ମୁଣ୍ଡରେ ଆଘାତ ହେଇଛି, ହାତରେ ଆଘାତ ହେଇଛି, ହାତ କାଲି ଏକ୍ସରେ ହେଇଛି, ଫ୍ରାକ୍ଚର ନାହିଁ, ଇଞ୍ଜୁରି ହେଇଛି, ଟିକେ ଇଞ୍ଜୁରି, ହେଡ଼୍ ଇଞ୍ଜୁରି ହେଇଛି। CT ସ୍କାନ୍ ବି କାଲି ହେଇଛି। ଡାକ୍ତର କାଲି ସର୍ଜରୀ ଡାକ୍ତର, ଅର୍ଥୋପେଡିକ୍ ଡାକ୍ତର ଯିଏ ଦେଖିଛନ୍ତି। ଆଜି ତାକୁ ଯାହା କଣ୍ଡିସନ ହେଇଥିଲା ମୁଁ ଦେଖିଲି, ଚିକିତ୍ସା ଚାଲିଛି, ସିଏ ବି କନସିୟସ୍ ଅଛନ୍ତି, ମୋ ସହିତ କଥା ହେଲେ। ମୁଁ ତାଙ୍କୁ ବିଶେଷ କିଛି କହିନି, କାହିଁକି ସେ ଟିକେ ଅଛନ୍ତି, ପ୍ରେସର ଅଛନ୍ତି। ହଜବେଣ୍ଡ ଥିଲେ, ମୁଁ ତାଙ୍କ ସହିତ କଥା ହେଲି। ଆଉ ଆଜି ସିନିୟର ଡାକ୍ତର ଆସିଥିଲେ, ମୁଁ ତାକୁ ଆଜି ଆଉଥରେ ଚେକ୍ କରନ୍ତୁ, କ'ଣ କରିହେବ, ଯଦି ଦରକାର ହେଲେ ଆମେ ତାକୁ ଉଚ୍ଚ ଟ୍ରିଟମେଣ୍ଟ ପାଇଁ ତାକୁ ପଠାଇବା। ଆଉ ସେ ବିଷୟରେ ଆଜ୍ଞା, ସେ ବିଷୟରେ ମୁଁ ଗୋଟେ ଅଭିଯୋଗ ତ କିଛି ପାଇନି, କିନ୍ତୁ ଆଶା କରୁଛି ମୁଁ ତା ଭିତରେ ଗୋଟେ ଟିମ୍ କରିକି ତଦନ୍ତ କରିବି, ଦୋଷ ଯାହାର ପାଇ ନିଶ୍ଚୟ ଦଣ୍ଡ। ସାର୍, ଗୋଟେ କଥା ଅଛି ଯେ ସେ ଅଭିଯୋଗ କରୁଛନ୍ତି ଜଣେ ଡାକ୍ତର ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରୁଛନ୍ତି। ସେଇଟା ତ କିଛି ଏପର୍ଯ୍ୟନ୍ତ ମୋ ପାଖରେ ନାହିଁ। ଯଦି ସେମିତି ଥିବ ଆମେ ଗୋଟେ
ତଦନ୍ତ ହେବ ଗୋଟେ କମିଟି ଫର୍ମେସନ୍ ହେବ ସେଠି ଆମର ଗୋଟେ ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ଅଛନ୍ତି ଆପଣ ଜାଣିଥିବେ ସିନିୟର ଜଣେ ଡାକ୍ତର ରହିବେ ଲେଡି ଡକ୍ଟର ରହିବେ ତଦନ୍ତ ହେବ ଯଦି ସେକ୍ସୁଆଲ୍ ହାରାସମେଣ୍ଟ କେସ୍ ହେଇଥିବ ଆମେ ସେ ଅନୁସାରେ ତଦନ୍ତ ହେବ ତଦନ୍ତ ପ୍ରକ୍ରିୟାରେ ଯାହା ବାହାରିବ ସେ ଅନୁସାରେ ତ ଏଠି ଆମେ କହିପାରିବା କି ଯେମିତି ହଲିଉଡ୍ ବଲିଉଡ୍ରେ କାଷ୍ଟିଂ କାଉଚ୍ ଚାଲିଛି ନା। ବାସ୍ତବିକ ଜାଗାରେ ସେଇ ପ୍ରକାର ଚାଲିଛି ନା କି? ସେମିତି କିଛି ନାହିଁ ଆଜ୍ଞା ସେମିତି କିଛି ଆମ ନଜରରେ ନାହିଁ ତେଣୁ ଦେଖିବା କ'ଣ ତା ପ୍ରତି କରିହେବ ନିଶ୍ଚୟ ଆମେ କରିବୁ ଚେଷ୍ଟା କରିବୁ ନିଶ୍ଚୟ ସତ ଜଣାପଡ଼ିଲେ ଟେକ୍ ଆକ୍ସନ୍ ଆମ ଲେବୁଲ୍ରେ ଯାହା ହେବ ଆମେ କରିବୁ ଅଭିଯୋଗ କରୁଥିଲେ ସନ୍ତୋଷ ଯୋଉ ଅଭିଯୋଗ କରୁଥିଲେ ନର୍ସ ମାନେ ଯେ ଆପଣ ତାଙ୍କୁ ମିସବିହେଭ୍ କରୁଛନ୍ତି ନା ଏମିତି କିଛି ଘଟଣା ଘଟିଛି ବୋଲି ଗତକାଲି ସେ ସୁଇସାଇଡ୍ ଆଟେମ୍ପ୍ଟ ନେଇଥିଲେ କ'ଣ କହିବାକୁ? ନାଇଁ ମୁଁ କିଛି ମିସବିହେଭ୍ କରିନି ଭିତ୍ତିହୀନ କଥା ପୂର୍ବରୁ ସାର୍ କିଛି ହେଇଥିଲା କି ସେମିତି କିଛି? ନାଇଁ ସେମିତି କିଛି ନାହିଁ ଯାହା ଅଭିଯୋଗ କରୁଛନ୍ତି ତାକୁ ଆପଣ କ'ଣ କରିବେ? ନାଇଁ ସେଇଟା ମିଛରେ ଭିତ୍ତିହୀନ